So good evening friends, this is Vasudev Panda. Welcome to Master of English. ପିଲେ ଗତକାଲି ଆମେ ଆଲୋଚନା କରିଥିଲେ ଆମର ଯେଉଁ ଗଳ୍ପ ରହିଲା ସଭ୍ୟ ଜମିଦାର। ତ ଆଜି MIL ଓଡ଼ିଆର ଆଉ ଗୋଟେ ପାଠ ଆଲୋଚନା କରିବା, ସେଟା ହେଉଛି ପୁଷ୍ପପୁରରେ ବର୍ଷବରଣ ସମ୍ଭାବିତ ମଲ୍ଟିପଲ୍ ଚଏସ୍ କ୍ୱେଶ୍ଚିନ୍ ଆସନ୍ତା ବୋର୍ଡ଼ ପରୀକ୍ଷା ପାଇଁ। ତାହେଲେ ବିଳମ୍ବ କରିବାନି, ଆରମ୍ଭ କରିବା ଆଜିର ପ୍ରଶ୍ନ ଉତ୍ତର ମାଧ୍ୟମରେ ପାଠ ପଢ଼ା। ପ୍ରଥମ ପ୍ରଶ୍ନ ହେଉଛି କାହାର ସ୍ପର୍ଶରେ ପୁଷ୍ପପୁର ଅଚିରେ ସଜୀବ ଓ ଶ୍ୟାମଳ ହୋଇ ଉଠିବ? ଅପସନ୍ ଗୁଡ଼ିକ ହେଲା ନିଦାଘ, ବସନ୍ତ, ବାରିବାହ, ବାସ୍ତବତା। ଠିକ୍ ଉତ୍ତର ହେଉଛି ବୋଲେ ଅପସନ୍ ସି ବାରିବାହ। ବାରିବାହଟା ହେଉଛି ଠିକ୍ ଉତ୍ତର। 2 ନମ୍ବର ପ୍ରଶ୍ନ, କିଏ ଉତ୍ପଳ ଶଯ୍ୟାରେ ଯାଉଁ ଯାଉଁ ତୀର ଦେଶରେ ସ୍ୱର୍ଣ୍ଣରେଣୁ ଢାଳିଦିଏ? ଅପସନ୍ ଏ ମହାନଦୀ, ଅପସନ୍ ବି ବ୍ରାହ୍ମଣୀ, ଅପସନ୍ ସି ବୈତରଣୀ, ଅପସନ୍ ଡି ସୁବର୍ଣ୍ଣରେଖା। 2 ନମ୍ବର ପ୍ରଶ୍ନ, ଠିକ୍ ଉତ୍ତର ହେଉଛି ପିଲେ ଉତ୍କଳର ଗଙ୍ଗା ମହାନଦୀ, ଅପସନ୍ ଏଟା ହେଉଛି ଠିକ୍ ଉତ୍ତର। 3 ନମ୍ବର ପ୍ରଶ୍ନ, ବିରହୀ ଯକ୍ଷ କାହା ହାତରେ ଅଳକାପୁରୀର ପ୍ରିୟା ପାଖକୁ ଉଦନ୍ତ ପଠାଇଥିଲା? ଅପସନ୍ ଏ ହଂସ, ଅପସନ୍ ବି କୋକିଳ, ଅପସନ୍ ସି ବାରିଦ, ଅପସନ୍ ଡି ହେଲା ମରୁତ। 3 ନମ୍ବର ପ୍ରଶ୍ନ, ଠିକ୍ ଉତ୍ତର ହେଉଛି ପିଲେ ବାରିଦ, ଅପସନ୍ ସି। ପରବର୍ତ୍ତୀ ପ୍ରଶ୍ନ 4 ନମ୍ବର ପ୍ରଶ୍ନ। 4 ନମ୍ବର ପ୍ରଶ୍ନ ହେଉଛି କିଏ ଶାନ୍ତି ମୈତ୍ରୀ ସବୁ ବାଣ୍ଟି ଦେଇ ନିଜେ କାଙ୍ଗାଳ ହୋଇ ବସିଥାନ୍ତି? ଅପସନ୍ ଏ ସାକ୍ଷୀ ଗୋପାଳ, ଅପସନ୍ ବି ନୀଳାଚଳନାଥ, ଅପସନ୍ ସି ଭୁବନମୋହନ କୋଣାର୍କ, ଅପସନ୍ ଡି ଉତ୍କଳବାସୀ। 4 ନମ୍ବର ପ୍ରଶ୍ନ, ଏଠି ନୀଳାଚଳନାଥ ଜଗନ୍ନାଥଙ୍କ ବିଷୟରେ କୁହାଯାଇଛି, ଅପସନ୍ ବିଟା ହେଉଛି ଠିକ୍ ଉତ୍ତର। 5 ନମ୍ବର ପ୍ରଶ୍ନ, କିଏ ସ୍ୱର୍ଗଚ୍ୟୁତ ପାରିଜାତ ପରି ମ୍ଳାନ ଓ ଛିନ୍ନ ହୋଇ ବିଜନ ବେଳାରେ ପଡ଼ି ରହିଛି? ଅପସନ୍ ଏ ନୀଳାଚଳ, ଅପସନ୍ ବି ସାକ୍ଷୀ ଗୋପାଳ, ଅପସନ୍ ସି କୋଣାର୍କ, ଅପସନ୍ ଡି ହେଉଛି ବିଡ଼ାନାସୀ। 5 ନମ୍ବର ପ୍ରଶ୍ନ, ଠିକ୍ ଉତ୍ତର ଏହା କୋଣାର୍କ ବିଷୟରେ କୁହାଯାଇଛି, ତ ସିଟା ହେଉଛି ଠିକ୍ ଉତ୍ତର। 6 ନମ୍ବର ପ୍ରଶ୍ନ, ସଭ୍ୟ ସମାଜ କ'ଣ ଶିଖିବା ପାଇଁ ବନବାସୀଙ୍କ ପାଖକୁ ଆସିବ? ଅପସନ୍ ଏ ପଶୁ ଶିକାର, ଅପସନ୍ ବି ମାନବିକତା, ଅପସନ୍ ସି ନିର୍ଭୀକତା, ଅପସନ୍ ଡି ସତ୍ୟବାଦିତା। 6 ନମ୍ବର ପ୍ରଶ୍ନ, 6 ନମ୍ବର ପ୍ରଶ୍ନର ଠିକ୍ ଉତ୍ତର ହେଉଛି ମାନବିକତା, ଅପସନ୍ ବିଟା ହେଉଛି ଠିକ୍ ଉତ୍ତର। ପରବର୍ତ୍ତୀ ପ୍ରଶ୍ନ 7 ନମ୍ବର ପ୍ରଶ୍ନ ମୋବାଇଲ ସ୍କ୍ରିନ୍ ଉପରେ ତୁମମାନଙ୍କ ପାଇଁ ଅଛି। 7 ନମ୍ବର ପ୍ରଶ୍ନଟି ହେଲା ପିଲେ ପୁଷ୍ପପୁରର ପ୍ରାସାଦ ବାତାୟନ ପଥରେ ବାରିବାହ ଆଗମନରେ କ'ଣ ବାଜି ଉଠିଛି? ଅପସନ୍ ଏ ଶତ ଶତ ଯୁଦ୍ଧଭେରୀ, ବି ଶତ ଶୁଭଶଙ୍ଖ, ସି ବୀରତ୍ୱର ଆହ୍ୱାନ, ଡି ଘଡ଼ଘଡ଼ିର ନିର୍ଘୋଷ। 7 ନମ୍ବର ପ୍ରଶ୍ନ, 7 ନମ୍ବର ପ୍ରଶ୍ନର ଠିକ୍ ଉତ୍ତର ହେଉଛି ଶତ ଶୁଭଶଙ୍ଖ, ଅପସନ୍ ବି। 8 ନମ୍ବର ପ୍ରଶ୍ନ, କାହାକୁ ସ୍ମୃତି ଶ୍ମଶାନ ବୋଲି କୁହାଯାଇଛି? ଅପସନ୍ ଏ କଟକ, ଅପସନ୍ ବି କୋଣାର୍କ, ଅପସନ୍ ସି ଉତ୍କଳ, ଅପସନ୍ ଡି ହେଲା ବାରବାଟୀ। 8 ନମ୍ବର ପ୍ରଶ୍ନର ଠିକ୍ ଉତ୍ତର ହେଉଛି ସ୍ମୃତି ଶ୍ମଶାନ ବୋଲି କଟକ କୁହାଯାଇଛି, ଅପସନ୍ ଏଟା ହେଉଛି ଠିକ୍ ଉତ୍ତର। 9 ନମ୍ବର ପ୍ରଶ୍ନ, କେଉଁ ଅଞ୍ଚଳକୁ ସୂକ୍ଷ୍ମ ଶାଳୀର ଗନ୍ତାଘର ବୋଲି କୁହାଯାଇଛି? ଅପସନ୍ ଏ କଟକ, ଅପସନ୍ ବି ସମ୍ବଲପୁର, ଅପସନ୍ ସି ସାକ୍ଷୀ ଗୋପାଳ, ଅପସନ୍ ଡି ଗଞ୍ଜାମ। 9 ନମ୍ବର ପ୍ରଶ୍ନ, 9 ନମ୍ବର ପ୍ରଶ୍ନର ଠିକ୍ ଉତ୍ତର ହେଉଛି ପିଲେ ସମ୍ବଲପୁରକୁ ସୂକ୍ଷ୍ମ ଶାଳୀର ଗନ୍ତାଘର ବୋଲି କୁହାଯାଇଛି, ବିଟା ହେଉଛି ଠିକ୍ ଉତ୍ତର। ଆଲୋଚନା କରିବା 10 ନମ୍ବର ପ୍ରଶ୍ନ, ବନବାସୀ କାହା ଛଡ଼ା ଅନ୍ୟର ଅନୁଗ୍ରହ ଲୋଡ଼ନ୍ତି ନାହିଁ? ଅପସନ୍ ଏ ପର୍ବତ, ଅପସନ୍ ବି ବନଲତା, ଅପସନ୍ ସି ଜଳଦ, ଅପସନ୍ ଡି ହେଲା ନିର୍ଝରିଣୀ। 10 ନମ୍ବର ପ୍ରଶ୍ନ, 10 ନମ୍ବର ପ୍ରଶ୍ନର ଠିକ୍ ଉତ୍ତର ହେଉଛି ପିଲେ ଜଳଦ, ଅପସନ୍ ସି। 11 ନମ୍ବର ପ୍ରଶ୍ନ, ଅଳକାପୁରୀର ପ୍ରିୟା ପାଖକୁ କିଏ ଉଦନ୍ତ ପଠାଇଥିଲା? ଅପସନ୍ ଏ ମେଘ, ଅପସନ୍ ବି ଯକ୍ଷ, ଅପସନ୍ ସି ବାୟୁ, ଅପସନ୍ ଡି ଜ୍ୟୋତି। 11 ନମ୍ବର ପ୍ରଶ୍ନର ଠିକ୍ ଉତ୍ତର ହେବ ପିଲେ ଯକ୍ଷ, ଅପସନ୍ ବି। 12 ନମ୍ବର ପ୍ରଶ୍ନ, ଭାରତର ସାରଭୂତା ବୋଲି କାହାକୁ କୁହାଯାଇଛି? ଅପସନ୍ ଏ ଉତ୍କଳ, ଅପସନ୍ ବି ଜନ୍ମଭୂମି, ଅପସନ୍ ସି ଆଲୋକ, ଅପସନ୍ ଡି ଶୈଳ। 12 ନମ୍ବର ପ୍ରଶ୍ନ, ଠିକ୍ ଉତ୍ତର ହେଉଛି ଭାରତର ସାରଭୂତା ହେଉଛି ଉତ୍କଳ ମା, ଅପସନ୍ ଏ। 13 ନମ୍ବର ପ୍ରଶ୍ନ, ନିଜ ତରୁଣ ତନୁକୁ ଦେଖି କିଏ ନବ ତରୁଣୀ ପରି ଲଜ୍ଜାରୁଣ ହୋଇପଡ଼ିବ? ଅପସନ୍ ଏ କଦମ୍ବ, ଅପସନ୍ ବି ପୁନ୍ନାଗ, ଅପସନ୍ ସି କୃଷ୍ଣଚୂଡ଼ା, ଅପସନ୍ ଡି ହେଲା ନିର୍ଝରିଣୀ। 13 ନମ୍ବର ପ୍ରଶ୍ନ, ଠିକ୍ ଉତ୍ତର ହେଉଛି ପିଲେ କୃଷ୍ଣଚୂଡ଼ା, ଅପସନ୍ ସି ହେଉଛି ଠିକ୍ ଉତ୍ତର। 14 ନମ୍ବର ପ୍ରଶ୍ନ ମୋବାଇଲ ସ୍କ୍ରିନ୍ ଉପରେ ତୁମମାନଙ୍କ ପାଇଁ ଏବେ 14 ନମ୍ବର ପ୍ରଶ୍ନଟି ହେଲା କାହାଠାରେ ବଦାନ୍ୟତାର ମହତ୍ତ୍ୱ ବଢ଼ି ଉଠେ? ଅପସନ୍ ଏ ଧନୀ, ଅପସନ୍ ବି ଦରିଦ୍ର, ଅପସନ୍ ସି ବିତ୍ତଶାଳୀ, ଅପସନ୍ ଡି ହେଲା ଭୋଗୀ। 14 ନମ୍ବର ପ୍ରଶ୍ନ, 14 ନମ୍ବର ପ୍ରଶ୍ନର ଠିକ୍ ଉତ୍ତର ହେବ ଦରିଦ୍ର, ଅପସନ୍ ବି। 15 ନମ୍ବର ପ୍ରଶ୍ନ, ଜଳର ଅଭାବରେ କେଉଁଠାରେ ହାହାକାର ପଡ଼ିଛି? ଅପସନ୍ ଏ ପୁଷ୍ପପୁର, ଅପସନ୍ ବି ପାଟଳୀପୁତ୍ର, ଅପସନ୍ ସି କୁସୁମ ଧ୍ୱଜ, ଅପସନ୍ ଡି ଉତ୍କଳ। 4ଟି ହେଲା ଅପସନ୍। ତ 15 ନମ୍ବର ପ୍ରଶ୍ନର ଠିକ୍ ଉତ୍ତର ହେଉଛି ପିଲେ ଉତ୍କଳ, ଅପସନ୍ ଡି। 15 ନମ୍ବର ପ୍ରଶ୍ନର ଠିକ୍ ଉତ୍ତର ହେଉଛି ଉତ୍କଳ। 16 ନମ୍ବର ପ୍ରଶ୍ନ, କାହାର ସ୍ନିଗ୍ଧ କଜ୍ଜଳ କାନ୍ତି ପୁଷ୍ପପୁରରେ
ନେତୃତ୍ସବ ସୃଷ୍ଟି କରିଛି? ଅପସନ୍ ଏ ବାରିବାହ, ଅପସନ୍ ବି ପ୍ରକୃତି, ଅପସନ୍ ସି ଦୂରବନ୍ଧୁ, ଅପସନ୍ ଡି ଅଳକାପୁରୀ। 16 ନମ୍ବର ପ୍ରଶ୍ନ ଠିକ୍ ଉତ୍ତର ହେବ ବାରିବାହ, ଅପସନ୍ ଏ। 17 ନମ୍ବର ପ୍ରଶ୍ନ ଆଲୋଚନା କରିବା ବ୍ୟକ୍ତିଠାରୁ କିଏ ବଡ଼ ବୋଲି ଏ ଲେଖକ ଘନକୁ ପ୍ରଶ୍ନ କରିଛନ୍ତି? ଅପସନ୍ ଏ ଗୋଷ୍ଠୀ, ଅପସନ୍ ବି ମଣିଷ, ଅପସନ୍ ସି ପଶୁ, ଅପସନ୍ ଡି ପକ୍ଷୀ। 17 ନମ୍ବର ପ୍ରଶ୍ନ ଠିକ୍ ଉତ୍ତର ହେବ ଗୋଷ୍ଠୀ, ଅପସନ୍ ଏ। 18 ନମ୍ବର ପ୍ରଶ୍ନ ବନବାସୀ ନାରୀମାନଙ୍କର ଗତିକୁ ପ୍ରାବନ୍ଧିକ କାହା ସହିତ ତୁଳନା କରିଛନ୍ତି? ଅପସନ୍ ଏ କୁଜିହଂସୀ, ଅପସନ୍ ବି ମାତଙ୍ଗିନୀ, ଅପସନ୍ ସି ହେଲା ନିର୍ଝରିଣୀ, ଅପସନ୍ ଡି ହେଲା ହରିଣୀ। 18 ନମ୍ବର ପ୍ରଶ୍ନ 18 ନମ୍ବର ପ୍ରଶ୍ନର ଠିକ୍ ଉତ୍ତର ହେବ ପିଲେ କୁଜିହଂସୀ, ଅପସନ୍ ଏ ହେଉଛି ଠିକ୍ ଉତ୍ତର। 19 ନମ୍ବର ପ୍ରଶ୍ନ କେଉଁ ପୁରରେ ସ୍ୱକର୍ମ ସାରି ଉତ୍କଳ ପଥରେ ଗତି କରିବାକୁ ବାରିଦକୁ ଲେଖକ ନିବେଦନ କରିଛନ୍ତି? ଅପସନ୍ ଏ ଶ୍ରୀନଗର, ଅପସନ୍ ବି ପୁଷ୍ପପୁର, ଅପସନ୍ ସି ମହୋଦଧି, ଅପସନ୍ ଡି ତୁଙ୍ଗ ଶିଖରୀ। 19 ନମ୍ବର ପ୍ରଶ୍ନ ଠିକ୍ ଉତ୍ତର ହେବ ପୁଷ୍ପପୁର, ଅପସନ୍ ବି। ପ୍ରଶ୍ନ ନମ୍ବର 20 କାହାକୁ ଦୂରବନ୍ଧୁ ବୋଲି ପ୍ରାବନ୍ଧିକ ସମ୍ବୋଧନ କରିଛନ୍ତି? ଅପସନ୍ ଏ ପୁଷ୍ପପୁର, ଅପସନ୍ ବି ବାରିବାହ, ଅପସନ୍ ସି ବାତାୟନ, ଅପସନ୍ ଡି ଶ୍ୟାମଳ ପୃଥିବୀ। 20 ନମ୍ବର ପ୍ରଶ୍ନର ଠିକ୍ ଉତ୍ତର ହେଉଛି ପିଲେ ବାରିବାହ, ଅପସନ୍ ବି। 21 ନମ୍ବର ପ୍ରଶ୍ନ ସମ୍ବଲପୁର ଅଞ୍ଚଳର ବଧୂମାନଙ୍କୁ କେଉଁ ଫୁଲ ପରି ହାସ୍ୟମୟୀ ବୋଲି କୁହାଯାଇଛି? ଅପସନ୍ ଏ ଗୋଲାପ, ଅପସନ୍ ବି ଶେଫାଳି, ଅପସନ୍ ସି ପଦ୍ମ, ଅପସନ୍ ଡି ହେଲା ମନ୍ଦାର। 21 ନମ୍ବର ପ୍ରଶ୍ନର ଠିକ୍ ଉତ୍ତର ହେବ ଶେଫାଳି, ଅପସନ୍ ବି। 22 ନମ୍ବର ପ୍ରଶ୍ନ କାହାର କୋଳାହଳ ପାଇଁ ନୀଳାଚଳନାଥଙ୍କ କାନରେ ଭକ୍ତର କାତର ଡାକ ପଡ଼େ ନାହିଁ? ଅପସନ୍ ଏ ପ୍ରଭଞ୍ଜନ, ଅପସନ୍ ବି ସିନ୍ଧୁ, ଅପସନ୍ ସି ଝାଉଁବଣ, ଅପସନ୍ ଡି ଜନତା। 22 ନମ୍ବର ପ୍ରଶ୍ନ ଠିକ୍ ଉତ୍ତର ହେଉଛି ସିନ୍ଧୁ, ଅପସନ୍ ବି। 23 ନମ୍ବର ପ୍ରଶ୍ନ ବନବାସୀମାନେ କାହାର ଅନୁଗ୍ରହ ଲୋଡ଼ନ୍ତି? ଅପସନ୍ ଏ ବାରିବାହ, ଅପସନ୍ ବି ପର୍ବତ, ଅପସନ୍ ସି ପ୍ରକୃତି, ଅପସନ୍ ଡି ବନଲତା। 23 ନମ୍ବର ପ୍ରଶ୍ନ ଠିକ୍ ଉତ୍ତର ହେବ ପିଲେ ବାରିବାହ, ଅପସନ୍ ଏ। ଯିବା ପରବର୍ତ୍ତୀ ପ୍ରଶ୍ନ ପାଖକୁ। 24 ନମ୍ବର ପ୍ରଶ୍ନ ମୋବାଇଲ ସ୍କ୍ରିନ୍ ଉପରେ ତୁମମାନଙ୍କ ପାଇଁ ଅଛି। ନିର୍ଝରିଣୀ କେଉଁଠାରେ କ୍ରୀଡ଼ାରତ ବତ୍ସତରୀ ପରି ନାଚି ଉଠେ? ଅପସନ୍ ଏ ଗିରିଧରୀ, ଅପସନ୍ ବି ମହୋଦଧି, ଅପସନ୍ ସି ସରିତ, ଅପସନ୍ ଡି ହେଲା ସାଗର। 24 ନମ୍ବର ପ୍ରଶ୍ନର ଠିକ୍ ଉତ୍ତର ହେବ ପିଲେ ଗିରିଧରୀ, ଅପସନ୍ ଏ। 25 ନମ୍ବର ପ୍ରଶ୍ନ ଜଳଧର କୃପାରୁ କେଉଁଠାରେ ନବନୀଳିମା ଖେଳିବୁଲି ବୋଲି କୁହାଯାଇଛି? ଅପସନ୍ ଏ ଶାଳିକ୍ଷେତ୍ର, ଅପସନ୍ ବି ବନଭୂମି, ଅପସନ୍ ସି ମେଘାସନ, ଅପସନ୍ ଡି ହେଲା ଗନ୍ଧମାର୍ଦ୍ଦନ। 25 ନମ୍ବର ପ୍ରଶ୍ନ ଠିକ୍ ଉତ୍ତର ହେବ ପିଲେ ଶାଳିକ୍ଷେତ୍ର, ଅପସନ୍ ଏ। 26 ନମ୍ବର ପ୍ରଶ୍ନ ଉତ୍କଳର ଉତ୍ତମାଙ୍ଗ ବୋଲି ପ୍ରାବନ୍ଧିକ କାହାକୁ କହିଛନ୍ତି? ଅପସନ୍ ଏ ସମ୍ବଲପୁର, ଅପସନ୍ ବି କଟକ, ଅପସନ୍ ସି ଭୁବନେଶ୍ୱର, ଅପସନ୍ ଡି ହେଲା ଗଞ୍ଜାମ। 26 ନମ୍ବର ପ୍ରଶ୍ନ ଠିକ୍ ଉତ୍ତର ହେଉଛି ପିଲେ କଟକ, ଅପସନ୍ ବିଟା ହେଉଛି ଠିକ୍ ଉତ୍ତର। ବର୍ତ୍ତମାନ ଯିବା 27 ନମ୍ବର ପ୍ରଶ୍ନ ପାଖକୁ। ତ 27 ନମ୍ବର ପ୍ରଶ୍ନଟି ହେଉଛି ପିଲେ ସିନ୍ଧୁ ପାରି ସାଧବର ସ୍ମୃତିପୂତ ଭୂମି ବୋଲି କାହାକୁ କୁହାଯାଇଛି? ଅପସନ୍ ଏ ସମ୍ବଲପୁର, ଅପସନ୍ ବି କଟକ, ଅପସନ୍ ସି ଜୟପୁର, ଅପସନ୍ ଡି ଭୁବନେଶ୍ୱର। ଠିକ୍ ଉତ୍ତର ହେଉଛି ଜୟପୁର, ଅପସନ୍ ଏ। 28 ନମ୍ବର ପ୍ରଶ୍ନ କେଉଁମାନଙ୍କ ଦ୍ୱାରା ପାଳିତ କଳାପୀର କେକାରେ ବନଭୂମି ପୂର୍ଣ୍ଣ ହେବ ବୋଲି ଲେଖକ କହିଛନ୍ତି? ଅପସନ୍ ଏ ଭଞ୍ଜନରୂପ, ଅପସନ୍ ବି ନବତରୁଣୀ, ଅପସନ୍ ସି ନବଯୁବକ, ଅପସନ୍ ଡି ମଦାଳତା। 28 ନମ୍ବର ପ୍ରଶ୍ନ 28 ନମ୍ବର ପ୍ରଶ୍ନର ଠିକ୍ ଉତ୍ତର ହେବ ପିଲେ ୟେସ୍ ଇଟ୍ ଇଜ୍ ଭଞ୍ଜନରୂପ, ଅପସନ୍ ଏ। 29 ନମ୍ବର ପ୍ରଶ୍ନ ପ୍ରାବନ୍ଧିକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ମୁଖ୍ୟତଃ କେଉଁ ବିଷୟକୁ ଭିତ୍ତି କରି ପ୍ରବନ୍ଧ ରଚନା କରିଛନ୍ତି? ଅପସନ୍ ଏ ସାହିତ୍ୟ ସମାଲୋଚନା, ବି ଶିକ୍ଷା ବିଷୟ, ସି ଇତିହାସ ଓ ପ୍ରତ୍ନତତ୍ତ୍ୱ, ଡି ବିଜ୍ଞାନ ବିଷୟ। 29 ନମ୍ବର ପ୍ରଶ୍ନ 29 ନମ୍ବର ପ୍ରଶ୍ନର ଠିକ୍ ଉତ୍ତର ହେଉଛି ଇତିହାସ ଓ ପ୍ରତ୍ନତତ୍ତ୍ୱ, ଅପସନ୍ ସି। ଯିବା 30 ନମ୍ବର ପ୍ରଶ୍ନ ପାଖକୁ। 30 ନମ୍ବର ପ୍ରଶ୍ନଟି ହେଲା ପିଲେ ପ୍ରାବନ୍ଧିକଙ୍କ ଆତ୍ମଜୀବନର ନାମ କ'ଣ? ଅପସନ୍ ଏ ପଥ ଓ ପୃଥିବୀ, ବି ସ୍ମୃତି ଓ ଅନୁଭୂତି, ସି ମୋ ସମୟର ଓଡ଼ିଶା, ଡି ଆତ୍ମଜୀବନୀ ଚରିତ। 30 ନମ୍ବର ପ୍ରଶ୍ନ ଠିକ୍ ଉତ୍ତର ହେଉଛି ମୋ ସମୟର ଓଡ଼ିଶା, ଅପସନ୍ ସି। 31 ନମ୍ବର ପ୍ରଶ୍ନ କେଉଁ ପୁସ୍ତକ ପାଇଁ ପ୍ରାବନ୍ଧିକ ଓଡ଼ିଶା ସାହିତ୍ୟ ପୁରସ୍କାର ଲାଭ କରିଛନ୍ତି? ଅପସନ୍ ଏ ପ୍ରବନ୍ଧ ମାନସ, ବି ଇତିହାସ କିମ୍ବଦନ୍ତୀ, ସି ମୋ ସମୟର ଓଡ଼ିଶା, ଡି ଭାରତୀୟ ପ୍ରତ୍ନତତ୍ତ୍ୱ। 31 ନମ୍ବର ପ୍ରଶ୍ନର ଠିକ୍ ଉତ୍ତର ହେଉଛି ମୋ ସମୟର ଓଡ଼ିଶା, ଅପସନ୍ ସି। 32 ନମ୍ବର ପ୍ରଶ୍ନ ଆଲୋଚ୍ୟ ପ୍ରବନ୍ଧ ପୁଷ୍ପପୁରରେ ବର୍ଷାବରଣ
ପ୍ରାବନ୍ଧିକଙ୍କ କେଉଁ ପୁସ୍ତକରୁ ସଂଗୃହୀତ? ଅପସନ୍ ଏ ଇତିହାସ ଓ କିମ୍ବଦନ୍ତୀ, ବି ପ୍ରବନ୍ଧ ମାନସ, ସି ଇତିହାସରେ ଯାଜପୁର, ଅପସନ୍ ଡି ସାରଳା ସାହିତ୍ୟରେ ଐତିହାସିକ ଚିତ୍ର। 32 ନମ୍ବର ପ୍ରଶ୍ନ ଠିକ୍ ଉତ୍ତର ହେଉଛି ବୋଲେ ପ୍ରବନ୍ଧ ମାନସ, ଅପସନ୍ ବି। ଯିବା 33 ନମ୍ବର ପ୍ରଶ୍ନ ଆଲୋଚନା କରିବା। ପ୍ରାବନ୍ଧିକ ଏହି ପ୍ରବନ୍ଧ ରଚନା କରିଥିବା ବେଳେ କେଉଁଠାରେ ଅବସ୍ଥାନ କରୁଥିଲେ? ଅପସନ୍ ଏ କଟକ, ଅପସନ୍ ବି ସମ୍ବଲପୁର, ଅପସନ୍ ସି ଜୟପୁର, ଅପସନ୍ ଡି ହେଲା ପାଟନା। 33 ନମ୍ବର ପ୍ରଶ୍ନ 33 ନମ୍ବର ପ୍ରଶ୍ନ ଠିକ୍ ଉତ୍ତର ହେଉଛି ବୋଲେ ପାଟନା, ଅପସନ୍ ଡି। 34 ନମ୍ବର ପ୍ରଶ୍ନ ଆଧୁନିକ ପାଟନା ସହର ପ୍ରାଚୀନ କାଳରେ କେଉଁ ଭାବରେ ପରିଚିତ ହୋଇଥିଲା? ଅପସନ୍ ଏ କାଶ୍ମୀର, ଅପସନ୍ ବି ମଗଧ, ଅପସନ୍ ସି ପୁଷ୍ପପୁର, ଅପସନ୍ ଡି ଅବନ୍ତୀ। 34 ନମ୍ବର ପ୍ରଶ୍ନ ଠିକ୍ ଉତ୍ତର ହେଉଛି ପୁଷ୍ପପୁର, ଅପସନ୍ ସି। 35 ନମ୍ବର ପ୍ରଶ୍ନ ପ୍ରାବନ୍ଧିକ ମେଘର କେଉଁ ପ୍ରତିଶବ୍ଦ ବ୍ୟବହାର କରିଛନ୍ତି? ଅପସନ୍ ଏ ବାରିଦ, ଅପସନ୍ ବି ଜଳଦ, ଅପସନ୍ ସି ବଳାହକ, ଅପସନ୍ ଡି ହେଲା ସବୁଗୁଡ଼ିକ। ତାହେଲେ 35 ନମ୍ବର ପ୍ରଶ୍ନର ଠିକ୍ ଉତ୍ତର ହେଉଛି ପିଲେ ଏ ସବୁଗୁଡ଼ିକ ମେଘର ପ୍ରତିଶବ୍ଦ ହିସାବରେ ବ୍ୟବହାର ହୋଇଛି। ଡିଟା ହେଉଛି ଠିକ୍ ଉତ୍ତର। 36 ନମ୍ବର ପ୍ରଶ୍ନ କେଉଁ ମହାକବି ବର୍ଷାକୁ ଦୂତ କରି ପ୍ରଣୟିନୀ ନିକଟକୁ ପଠାଇଥିଲେ? ଅପସନ୍ ଏ ଉପେନ୍ଦ୍ର ଭଞ୍ଜ, ଅପସନ୍ ବି କାଳିଦାସ, ଅପସନ୍ ସି ମାଘ, ଅପସନ୍ ଡି ହେଲା ଭାରବୀ। 36 ନମ୍ବର ପ୍ରଶ୍ନ ଠିକ୍ ଉତ୍ତର ପିଲେ କାଳିଦାସ, ଯିଏକି ମେଘଦୂତ ରଚନା କରିଥିଲେ। ବିଟା ହେଉଛି ଠିକ୍ ଉତ୍ତର। 37 ନମ୍ବର ପ୍ରଶ୍ନ ପ୍ରାବନ୍ଧିକ ବର୍ଷାକୁ କେଉଁ ଉଦ୍ଦେଶ୍ୟରେ ବ୍ୟବହାର କରିଛନ୍ତି? ଅପସନ୍ ଏ ଜନ୍ମଭୂମିର ଗୌରବଗାନ, ବି ଜନ୍ମଭୂମିର ଶୁଷ୍କତା ନାଶ, ସି ଜନ୍ମଭୂମିକୁ ଶସ୍ୟ ଶ୍ୟାମଳ କରିବାରେ, ଅପସନ୍ ଡି କୌଣସିଟି ନୁହେଁ। 37 ନମ୍ବର ପ୍ରଶ୍ନ ଠିକ୍ ଉତ୍ତର ହେଉଛି ପିଲେ ଜନ୍ମଭୂମିର ଗୌରବ ଗାନ କରିବା ପାଇଁ, ଅପସନ୍ ଏ ହେଉଛି ଠିକ୍ ଉତ୍ତର। ଯିବା ପରବର୍ତ୍ତୀ ପ୍ରଶ୍ନ 38 ନମ୍ବର ପ୍ରଶ୍ନ 38 ନମ୍ବର ପ୍ରଶ୍ନ ମୋବାଇଲ ସ୍କ୍ରିନ୍ ଉପରେ ତମମାନଙ୍କ ପାଇଁ। କବି ନିଜର ଜନ୍ମଭୂମିକୁ କେଉଁ ଭାବରେ ବର୍ଣ୍ଣନା କରିଛନ୍ତି? ଅପସନ୍ ଏ କୋଟିବୀର ପ୍ରସବିନୀ, ବି କୋଟିକୀର୍ତ୍ତି କିରୀଟିନୀ, ସି ପ୍ରଚ୍ଛନ୍ନ ରତ୍ନଧାରିଣୀ, ଡି ହେଲା ସବୁଗୁଡ଼ିକ। ତାର ଠିକ୍ ଉତ୍ତର ହେବ ଅପସନ୍ ଡି ପିଲେ ଏ ସବୁଗୁଡ଼ିକ। ପରବର୍ତ୍ତୀ ପ୍ରଶ୍ନ 39 ନମ୍ବର ପ୍ରଶ୍ନ 39 ନମ୍ବର ପ୍ରଶ୍ନ ଝାଉଁଳା ଶାଳିଧାନ୍ୟ କ୍ଷେତ୍ରକୁ ଦେଖି ବନବାସୀମାନେ କେଉଁଭଳି ଆତଙ୍କରେ ଥରି ଉଠୁଥିବେ? ଅପସନ୍ ଏ ଆକସ୍ମିକ ଦୁର୍ଘଟଣା ଶିକାର ହେଲା ପରି, ବି ରୋଗଶଯ୍ୟାରେ ପଡ଼ିଥିବା ପ୍ରିୟଜନଙ୍କୁ ଦେଖିଲା ପରି, ସି ପିତାମାତା ରୋଗଶଯ୍ୟାରେ ପଡ଼ିଥିବା ପୁତ୍ରକନ୍ୟାଙ୍କୁ ଦେଖିଲା ପରି, ଡି ପ୍ରିୟଜନଙ୍କ ମୃତ୍ୟୁ ଖବର ଶୁଣିଲା ଭଳି। 39 ନମ୍ବର ପ୍ରଶ୍ନ 39 ନମ୍ବର ପ୍ରଶ୍ନର ଠିକ୍ ଉତ୍ତର ହେଉଛି ପିଲେ ପିତାମାତା ରୋଗଶଯ୍ୟାରେ ପଡ଼ିଥିବା ପୁତ୍ରକନ୍ୟାଙ୍କୁ ଦେଖିଲା ପରି, ଅପସନ୍ ସିଟା ହେଉଛି ଠିକ୍ ଉତ୍ତର। କ୍ୱେଶ୍ଚନ୍ ନମ୍ବର 40 ଅବିରତ ବୃଷ୍ଟିପାତ ସହ୍ୟ କରି ମଧ୍ୟ କେଉଁମାନେ ଶସ୍ୟ କ୍ଷେତ୍ରରେ କର୍ମରତ ରୁହନ୍ତି? ଅପସନ୍ ଏ ବନବାସୀ ପୁରୁଷ, ଅପସନ୍ ବି ପୁଷ୍ପପୁର ନାରୀ, ସି ବନବାସୀ ନାରୀ, ଡି ଉତ୍କଳୀୟ ପୁରୁଷ। 40 ନମ୍ବର ପ୍ରଶ୍ନ ଠିକ୍ ଉତ୍ତର ହେବ ବନବାସୀ ନାରୀ, ଅପସନ୍ ସି। 41 ନମ୍ବର ପ୍ରଶ୍ନ 41 ନମ୍ବର ପ୍ରଶ୍ନଟି ହେଲା ଲେଖକ ବାରିଦକୁ କ୍ଳାନ୍ତି ଆସିଲେ କେଉଁଠାରେ ଅବସର ନେବାକୁ କହିଛନ୍ତି? ଅପସନ୍ ଏ ମେଘାସନ, ବି ହିମାଚଳ, ସି ବିନ୍ଧ୍ୟ, ଡି ସବୁଗୁଡ଼ିକ। 41 ନମ୍ବର ପ୍ରଶ୍ନ ଠିକ୍ ଉତ୍ତର ହେଉଛି ବୋଲେ ମେଘାସନ, ଅପସନ୍ ଏ। 42 ନମ୍ବର ପ୍ରଶ୍ନ ଉତ୍କଳବାସୀ କେଉଁ ସ୍ତୂପ ଉପରେ ବସି ମଧ୍ୟ ଉପବାସୀ? ଅପସନ୍ ଏ ସ୍ୱର୍ଣ୍ଣ, ଅପସନ୍ ବି କଳାହୀରା, ଅପସନ୍ ସି ରତ୍ନ, ଅପସନ୍ ଡି ପ୍ରାକୃତିକ ସମ୍ପଦ। ତ ଠିକ୍ ଉତ୍ତର ହେବ ଅପସନ୍ ସି ରତ୍ନ। 43 ନମ୍ବର ପ୍ରଶ୍ନ କେଉଁ ଅଞ୍ଚଳର ନରନାରୀଙ୍କୁ ଦୁଃଖ ଦୈନ୍ୟରେ ସୁଦ୍ଧା ବିଷାଦ କାଳିମା ସ୍ପର୍ଶ କରେ ନାହିଁ? ଅପସନ୍ ଏ କଟକ, ଅପସନ୍ ବି ମୟୂରଭଞ୍ଜ, ଅପସନ୍ ସି ସମ୍ବଲପୁର, ଅପସନ୍ ଡି ହେଲା ପାଟନା। 43 ନମ୍ବର ପ୍ରଶ୍ନର ଠିକ୍ ଉତ୍ତର ହେଉଛି ବୋଲେ ସମ୍ବଲପୁର, ଅପସନ୍ ସି। 44 ନମ୍ବର ପ୍ରଶ୍ନ ଉତ୍କଳର କେଉଁ ସହର ଦିନେ ଗଜପତିର ରାଜଧାନୀ ଥିଲା? ଅପସନ୍ ଏ ଯାଜପୁର, ଅପସନ୍ ବି କଟକ, ଅପସନ୍ ସି ସମ୍ବଲପୁର, ଅପସନ୍ ଡି ହେଲା ମୟୂରଭଞ୍ଜ। କ୍ୱେଶ୍ଚନ୍ ନମ୍ବର 44 ଠିକ୍ ଉତ୍ତର ହେଉଛି କଟକ, ଅପସନ୍ ବି। 45 ନମ୍ବର ପ୍ରଶ୍ନ କେଉଁଠାରେ ଉତ୍କଳର ବହୁ କବି ଜ୍ଞାନୀ ଗୁଣୀ ଜ୍ଞାନଦୀପ ପ୍ରଜ୍ୱଳିନ କରିଥିଲେ? ଅପସନ୍ ଏ ପୁରୀ, ଅପସନ୍ ବି ମୟୂରଭଞ୍ଜ, ଅପସନ୍ ସି କଟକ, ଅପସନ୍ ଡି ହେଲା ସମ୍ବଲପୁର। 45 ନମ୍ବର ପ୍ରଶ୍ନ ଠିକ୍ ଉତ୍ତର ହେଉଛି ବୋଲେ କଟକ। 46 ନମ୍ବର ପ୍ରଶ୍ନ କିଏ ଉତ୍କଳମହିର ମାନଦଣ୍ଡ ପରି ଦଣ୍ଡାୟମାନ ବୋଲି କୁହାଯାଇଛି? ଅପସନ୍ ଏ କୋଣାର୍କ ମନ୍ଦିର, ବି ଲିଙ୍ଗରାଜ ମନ୍ଦିର, ସି ଜଗନ୍ନାଥ ମନ୍ଦିର, ଡି ବିରଜା ମନ୍ଦିର। 46 ନମ୍ବର ପ୍ରଶ୍ନ 46 ନମ୍ବର ପ୍ରଶ୍ନର ଠିକ୍ ଉତ୍ତର ହେବ ଶ୍ରୀ ଲିଙ୍ଗରାଜ ମନ୍ଦିର, ଅପସନ୍ ବି। ପରବର୍ତ୍ତୀ ପ୍ରଶ୍ନ 47 ନମ୍ବର ପ୍ରଶ୍ନ 47 ନମ୍ବର ପ୍ରଶ୍ନଟି ହେଲା
କେଉଁ ପୀଠସ୍ଥଳୀକୁ ଲେଖକ ଭୁବନ ମୋହନ ବୋଲି ଆଖ୍ୟା ଦେଇଛନ୍ତି? ଅପସନ୍ ଏ କୋଣାର୍କ ମନ୍ଦିର, ବି ଶ୍ରୀମନ୍ଦିର, ସି ଲିଙ୍ଗରାଜ ମନ୍ଦିର, ଡି କୌଣସିଟି ନୁହେଁ। 47 ନମ୍ବର ପ୍ରଶ୍ନ। ଠିକ୍ ଉତ୍ତର ହେବ କୋଣାର୍କ ମନ୍ଦିର, ଅପସନ୍ ଏ। 48 ନମ୍ବର ପ୍ରଶ୍ନ। ଉନ୍ନତ ଉତ୍କଳର ସ୍ୱପ୍ନ ଦେଖୁଥିବା ସୁଶ୍ରୁଳ, ଅଶ୍ରୁଳ, ଖର୍ବ ଓ କ୍ଷମ ମନୁଷ୍ୟଟି କିଏ? ଅପସନ୍ ଏ ମଧୁସୂଦନ ଦାସ, ବି ଗୋପବନ୍ଧୁ ଦାସ, ସି ନୀଳକଣ୍ଠ ଦାସ, ଡି ହରେକୃଷ୍ଣ ମହତାବ। 48 ନମ୍ବର ପ୍ରଶ୍ନ। ଠିକ୍ ଉତ୍ତର ହେଉଛି ପିଲେ ଗୋପବନ୍ଧୁ ଦାସ, ଅପସନ୍ ବି। 49 ନମ୍ବର ପ୍ରଶ୍ନ। କିଏ ଦଧିଚି ପରି ଅସ୍ଥି ଦେଇ ଅକାଳରେ ଝାଉଁଳି ପଡ଼ିଲେ? ଅପସନ୍ ଗୁଡ଼ିକ ହେଲା ମଧୁସୂଦନ ଦାସ, ବି ନୀଳକଣ୍ଠ ଦାସ, ସି ହରେକୃଷ୍ଣ ମହତାବ, ଡି ଗୋପବନ୍ଧୁ ଦାସ। ଠିକ୍ ଉତ୍ତର ହେଉଛି ପିଲେ ଗୋପବନ୍ଧୁ ଦାସ, ଅପସନ୍ ଡି। 50 ନମ୍ବର ପ୍ରଶ୍ନ। କାହାକୁ କେନ୍ଦ୍ର କରି ଉତ୍କଳର ଇତିହାସ ଗଢ଼ି ଉଠିଛି? ଅପସନ୍ ଏ ଗଜପତି, ବି ଶ୍ରୀ ଜଗନ୍ନାଥ, ସି ମହୋଦଧି, ଡି ସବୁଗୁଡ଼ିକ। 50 ନମ୍ବର ପ୍ରଶ୍ନ। ଠିକ୍ ଉତ୍ତର ହେଉଛି ଶ୍ରୀ ଜଗନ୍ନାଥ, ଅପସନ୍ ବି। ପରବର୍ତ୍ତୀ ପ୍ରଶ୍ନ କ୍ୱେଶ୍ଚିନ୍ ନମ୍ବର 51। 51 ନମ୍ବର ପ୍ରଶ୍ନଟି ହେଲା ଜଗନ୍ନାଥ ଶାନ୍ତି ମୈତ୍ରୀ ସବୁ ବାଣ୍ଟି ଦେଇ କାହାପରି କାଙ୍ଗଳ ହୋଇ ବସି ରହିଛନ୍ତି? ଅପସନ୍ ଏ ଦିନ ଦୁଃଖୀ ପରି, ବି ଅବସର କର୍ମଚାରୀ ବୃଦ୍ଧାବସ୍ଥା ଭୋଗ କଲା ପରି, ସି ମନୁଷ୍ୟ ଦୁରାରୋଗ୍ୟ ରୋଗରେ ପୀଡ଼ିତ ହେଲା ପରି, ଡି ସବୁଗୁଡ଼ିକ। 51 ନମ୍ବର ପ୍ରଶ୍ନ। ଠିକ୍ ଉତ୍ତର ହେଉଛି ଅବସର କର୍ମଚାରୀ ବୃଦ୍ଧାବସ୍ଥା ଭୋଗ କଲା ପରି, ଅପସନ୍ ବି। 52 ନମ୍ବର ପ୍ରଶ୍ନ। କେଉଁମାନଙ୍କୁ ଦକ୍ଷିଣାପଥ ପ୍ରହରୀ ବୋଲି କୁହାଯାଇଛି? ଅପସନ୍ ଏ କଟକ ଓ ପୁରୀବାସୀଙ୍କୁ, ବି ଗଞ୍ଜାମ ଓ ଜୟପୁରବାସୀଙ୍କୁ, ସି ମୟୂରଭଞ୍ଜ ଓ ବାଲେଶ୍ୱରବାସୀଙ୍କୁ, ଡି କୌଣସିଟି ନୁହେଁ। ତ 52 ନମ୍ବର ପ୍ରଶ୍ନ। ଠିକ୍ ଉତ୍ତର ହେବ ପିଲେ ଗଞ୍ଜାମ ଓ ଜୟପୁରବାସୀଙ୍କୁ, ଅପସନ୍ ବି। କ୍ୱେଶ୍ଚିନ୍ ନମ୍ବର 53। ଉତ୍କଳର ମହାନିଶାରେ କିଏ ଧ୍ରୁବଜ୍ୟୋତି ଥିଲେ? ଅପସନ୍ ଏ ଗୋପବନ୍ଧୁ, ବି ମଧୁସୂଦନ, ସି ଉପେନ୍ଦ୍ର ଭଞ୍ଜ, ଡି ରାଧାନାଥ ରାୟ। ତ ଠିକ୍ ଉତ୍ତର ହେଉଛି 53 ନମ୍ବର ପ୍ରଶ୍ନର ପିଲେ ୟୁ ଆର୍ କରେକ୍ଟ, ଗୋପବନ୍ଧୁ, ଅପସନ୍ ଏ। ପରବର୍ତ୍ତୀ ପ୍ରଶ୍ନ କ୍ୱେଶ୍ଚିନ୍ ନମ୍ବର 54। 54 ନମ୍ବର ପ୍ରଶ୍ନ କ'ଣ ପିଲେ? 54 ନମ୍ବର ପ୍ରଶ୍ନ ହେଲା କେଉଁ ରାଜାଙ୍କ ମହାକୀର୍ତ୍ତି ଚିତ୍ରୋତ୍ପଳାର ମେଖଳା ପରି ଦିଶୁଛି? ଅପସନ୍ ଏ ଯଯାତି କେଶରୀ, ଅପସନ୍ ବି ମର୍କତ କେଶରୀ, ସି କପିଳେନ୍ଦ୍ର ଦେବ, ଡି ରାମଚନ୍ଦ୍ର ଦେବ। 54 ନମ୍ବର ପ୍ରଶ୍ନ। 54 ନମ୍ବର ପ୍ରଶ୍ନ ଠିକ୍ ଉତ୍ତର ହେଉଛି ମର୍କତ କେଶରୀ, ଅପସନ୍ ବି। 55 ନମ୍ବର ପ୍ରଶ୍ନ। 55 ନମ୍ବର ପ୍ରଶ୍ନଟି ହେଲା ଉତ୍କଳବାସୀ କେଉଁ ନଦୀ ତୀରରେ ବସି ମଧ୍ୟ ପିପାସୀ? ଅପସନ୍ ଏ ମହାନଦୀ, ବି ଭାଗୀରଥୀ, ସି ବୈତରଣୀ, ଡି ହେଲା କାଠଯୋଡ଼ି। 55 ନମ୍ବର ପ୍ରଶ୍ନ। 55 ନମ୍ବର ପ୍ରଶ୍ନର ଠିକ୍ ଉତ୍ତର ପିଲେ ଭାଗୀରଥୀ, ମହାନଦୀକୁ ଗଙ୍ଗା ସହିତ ତୁଳନା କରାଯାଇଛି, ତ ବିଟା ହେଉଛି ଠିକ୍ ଉତ୍ତର। 56 ନମ୍ବର ପ୍ରଶ୍ନ, ଶେଷ ପ୍ରଶ୍ନ ଆଜି ପାଇଁ। ପ୍ରାବନ୍ଧିକ କେଉଁ ପରମ୍ପରାକୁ ଅନୁସରଣ କରି ବର୍ଷାକୁ ଜନ୍ମଭୂମିର ଗୌରବ ଗାନ ପାଇଁ ବ୍ୟବହାର କରିଛନ୍ତି? ଅପସନ୍ ଏ ବିଶ୍ଳେଷଣାତ୍ମକ ଶୈଳୀ, ବି ଅଭିଜାତ୍ୟ କଥନ ଶୈଳୀ, ସି ସାହିତ୍ୟରେ ବର୍ଷାବରଣ, ଡି ବର୍ଣ୍ଣନାର ଅପୂର୍ବ ଦକ୍ଷତା। 56 ନମ୍ବର ପ୍ରଶ୍ନ। 56 ନମ୍ବର ପ୍ରଶ୍ନର ଠିକ୍ ଉତ୍ତର ହେଉଛି ପିଲେ ସାହିତ୍ୟରେ ବର୍ଷାବରଣ, ଅପସନ୍ ସି। ତ ଏହି ପ୍ରଶ୍ନ ଗୁଡ଼ିକ ନିଶ୍ଚିତ ଭାବେ ତୁମକୁ ସାହାଯ୍ୟ କରିବ, ଏହି ଆଶା ଏବଂ ବିଶ୍ୱାସ ନେଇ ରହିଲି। ଷ୍ଟେ ଟ୍ୟୁନ୍ ମାଷ୍ଟର ଅଫ୍ ଇଂଲିଶ। ବାଏ ବାଏ।